ମୁଁ ପୂର୍ବରୁ ଛାଡ଼ିଥିଲି ଭିଡ଼ିଓ। ଆମେ ଗାଁକୁ ଆସିଛୁ ଭଦ୍ରକ। ମୋ ବଡ଼ ବାପାଙ୍କ ପୁଅ ସାନ ଭାଇର ବାହାଘର। ଆମେ 2 ମାସ ପୂର୍ବରୁ ଆସିଥିଲୁ। ଘର ପ୍ରତିଷ୍ଠା ଥିଲା ତ ବଉଳ ହେଇଥିଲା ସେତେବେଳେ। ଏବେ ଦେଖନ୍ତୁ କେତେ ବଡ଼ ବଡ଼ ଆମ ବାଡ଼ିରେ ଆମ୍ବ ହେଇଯାଇଛି। କିନ୍ତୁ ଆମେ ନେଇକିରି କିଛି ଯିବୁ କଞ୍ଚା ଆମ୍ବ, କିନ୍ତୁ ପାଚିଲେ ଖାଇପାରିବୁନୁ। ଆଉ ଏଇଠି ମୋ ବଡ଼ ବାପାଙ୍କର ପୁଅର ବାହାଘର ସରିଯାଇଛି ସଣ୍ଡେରେ। ଆଉ ଆଜି ମଣ୍ଡେ। ମୁଁ କିନ୍ତୁ ଖାଇବିନି ସେପଟେ, ମୁଁ ଏପଟେ ବସାଇ ଦେଇଛି ମସୁର ଡାଲି। ଆଉ ବାଡ଼ିରେ ହେଇଥିଲା ଶାଗ ଆଣିଛି। ଦେଖନ୍ତୁ ଆମ ଝରକା ପଟର ଭିଉ କେମିତି ଦେଖାଯାଉଛି କୁହନ୍ତୁ। ଆଉ ରୋଷେଇ ଘର କମ୍ପ୍ଲିଟ୍ ହେଇନି, ଅଧା କାମ ଲାଗିଛି, କବାଟ ଲାଗିନି, କିନ୍ତୁ ମୁଁ ଭିଡ଼ିଓ କରୁଛି। ଆଉ ନଡ଼ିଆ ଗଛ, ମନ୍ଦାର ଗଛ ହେଇଛି। ତାପରେ ମୁଁ ଡାଲି ହେଇଗଲେ ଶାଗ ବଘାରିବି, ଶାଗ କଖାରୁ ପକେଇ ଭାଜିଦେବି, ତାପରେ ଖାଇବୁ। ଆଉ ଗରମ ହେଉଛି, କିନ୍ତୁ ଗରମରେ ବି ଝରକା ପଟେ ସୁଲସୁଲିଆ ପବନ ଆସୁଛି, ବଢ଼ିଆ ଲାଗୁଛି। ଏଠି ଶାଗ ବି ଭାଜିଦେଲି କଖାରୁ ପକେଇକି ଦେଖନ୍ତୁ। ଆଉ ଭାତ ହେଇଯାଇଛି, ଡାଲି ବି ଛୁଙ୍କ ଦେଇଦେଇଛି। ସକାଳେ ଭାଜିଥିଲି ଆଳୁ ଟିକେ ମୁଢ଼ି ଖାଇବା ବୋଲି, ତ ସେଇଟା ବି ବଳିଛି, ପିଲାମାନେ ଖାଇବେ। ଡାଲି ବି ଛୁଙ୍କ ଦିଆ ହେଇଗଲା, ଶାଗ ଭଜା ବି ରେଡ଼ି ହେଇଗଲା। ମୁଁ ବାଡ଼ି ପଟେ ବୁଲୁଥିଲି ଆଜି, ତ ଦେଖନ୍ତୁ ଭାତ ବି ରେଡ଼ି। ଆଉ ମୁଁ କହିଲି କେତେ ମନ୍ଦାର ଫୁଲ ହେଇଛି, ଟିକେ ଠାକୁରଙ୍କୁ ଦେଇଦେବା। ଆମେ ତ ସବୁଦିନ ରହୁନୁ, କିନ୍ତୁ ଆଜି ଅଛୁ ଯେତେବେଳେ ଠାକୁରଙ୍କୁ ଟିକେ ଦେଇଦେବା। ଫୁଲ ବହୁତ ସୁନ୍ଦର ଦେଖାଯାଉଥିଲା, ଏତେ ସୁନ୍ଦର ଦେଖାଯାଉଥିଲା, ଆଉ ସହିପାରିଲିନି, ତୋଳିଦେଲି 2ଟା। ଆଉ ତୋଳିଦେଲି, ଆମର ବୃନ୍ଦାବତୀ ମାଆଙ୍କୁ ସଜେଇଦେବି। ଏଠି ଦେଖନ୍ତୁ ଏତିକି ଫୁଲ ମୁଁ ତୋଳି ଦେଇଛି ଆମ ବାଡ଼ିରୁ, ଝୁମ୍ପା ମନ୍ଦାର ଆଉ ଥୋପା ମନ୍ଦାର। ଆଉ କେମିତି ଲାଗିଲା ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖିକି ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ଦେଖନ୍ତୁ ଆମ ବୃନ୍ଦାବତୀ ମାଆ କେମିତି ଦେଖାଯାଉଛନ୍ତି, ସଜେଇଦେଲି। ତାପରେ ଘର ଠାକୁରଙ୍କୁ ବି ଗୋଟେ ଝୁମ୍ପା ମନ୍ଦାର ଦେଇକି ସଜେଇଦେଲି। ତାପରେ ବାଢ଼ିଦେଲି ଖଲି ପତ୍ରରେ ଭାତ, କାହିଁକିନା ଥାଳି ମାଜିବାକୁ କଷ୍ଟ ଟିକେ, ଟ୍ୟୁବଲ୍ ମାରିକି। ତ ବାହାଘର ତ ଚାଲିଛି, ଖଲିପତ୍ର ମିଳୁଛି, ଆଣିକି ଖାଇବାକୁ ଦେଇଥିଲି ବାପାଙ୍କୁ, ଭୂମିକୁ, ଆମ ଖୁସବୁକୁ, ଝିଆରୀମାନଙ୍କୁ। ତାପରେ ମୁଁ ବି ଗୋଟେ ଖଲିପତ୍ରରେ ବାଢ଼ି ଆଣିଥିଲି ଭାତ, ଡାଲି, ଆଉ ସକାଳର ଆଳୁ ଭଜା, ଶାଗ ଭଜା, ଆଉ ଆମ୍ବ। ତାପରେ ମଙ୍ଗଳବାର ଭିଡ଼ିଓ ପୁଣି ଛାଡ଼ିବି। ମଙ୍ଗଳବାର କ'ଣ କରୁଛି ଦେଖିବେ। ସୋମବାର ଭିଡ଼ିଓ ପାଇଁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଭଲ ଲାଗିଲେ ନିହାତି ଲାଇକ୍ କରିବେ। ରହିଲି, ଦେଖା ହେବ ନୂଆ ଭିଡ଼ିଓରେ ମଙ୍ଗଳବାର ଦିନ।